ସମ୍ବନ୍ଧୀୟ ତଥ୍ୟ ପତ୍ର। ସବୁଠାରୁ ବଡ଼ ଗ୍ରହ ବୃହସ୍ପତି, ସବୁଠାରୁ ବଡ଼ ଉପଗ୍ରହ ଗ୍ୟାନିମିଡ୍, ନୀଳ ଗ୍ରହ ପୃଥିବୀ, ସବୁଜ ଗ୍ରହ ୟୁରେନସ୍, ସବୁଠାରୁ ଉଜ୍ଜଳ ଗ୍ରହ ଶୁକ୍ର, ସୌରମଣ୍ଡଳରେ ବାହାରେ ସବୁଠାରୁ ଉଜ୍ଜଳ ତାରକା ସିରିୟସ୍ ଷ୍ଟାର, ସୌରମଣ୍ଡଳ ନିକଟତମ ତାରକା ପ୍ରୋକ୍ସିମା ସେଣ୍ଟୌରୀ, ସବୁଠାରୁ ଥଣ୍ଡା ଗ୍ରହ ନେପଚ୍ୟୁନ୍, ସନ୍ଧ୍ୟା ତାରା ଶୁକ୍ର, ସୂର୍ଯ୍ୟଠାରୁ ସବୁଠାରୁ ଦୂରବର୍ତ୍ତୀ ଗ୍ରହ ନେପଚ୍ୟୁନ୍, ସର୍ବାଧିକ ଉପଗ୍ରହ ଥିବା ଗ୍ରହ ଶନି, ସୌରମଣ୍ଡଳ ସବୁଠାରୁ ଦ୍ରୁତ ପରିକ୍ରମଣ ବୁଧ, ସବୁଠାରୁ ଉତ୍ତପ୍ତ ଗ୍ରହ ଶୁକ୍ର, ସବୁଠାରୁ ଘନ ଗ୍ରହ ପୃଥିବୀ, ସୌରମଣ୍ଡଳ ସବୁଠାରୁ ଦ୍ରୁତ ଆବର୍ତ୍ତନ ବୃହସ୍ପତି, ସକାଳର ତାରା ଶୁକ୍ର, ପୃଥିବୀର ନିକଟତମ ଗ୍ରହ ଶୁକ୍ର, ସୂର୍ଯ୍ୟଙ୍କର ନିକଟତମ ଗ୍ରହ ବୁଧ, ଲାଲ ଗ୍ରହ ମଙ୍ଗଳ, ସୌରମଣ୍ଡଳ ସବୁଠାରୁ ଧୀମା ପରିକ୍ରମ ନେପଚ୍ୟୁନ୍, ସୌରମଣ୍ଡଳ ସବୁଠାରୁ ଧୀମା ଆବର୍ତ୍ତନ ଶୁକ୍ର, ସବୁଠାରୁ ଛୋଟ ଗ୍ରହ ବୁଧ, ସବୁଠାରୁ ଛୋଟ ପ୍ରାକୃତିକ ଉପଗ୍ରହ ଡେଇମୋସ୍, ପୃଥିବୀର ଯମଜ ଗ୍ରହ ଶୁକ୍ର, ପୃଥିବୀ ଭଳି ବାୟୁମଣ୍ଡଳ ଥିବା ଏକମାତ୍ର ଉପଗ୍ରହ ଟାଇଟାନ୍, ସୌରମଣ୍ଡଳ ଗୁଡ଼ିକର ଏକ ତୁଳନାତ୍ମକ ଅଧ୍ୟୟନ। ବୁଧ ବିଶେଷ ଗୁଣ, ସବୁଠାରୁ ଛୋଟ ଏବଂ ସବୁଠାରୁ ଭିତର ଗ୍ରହ, ଏହାର କୌଣସି ବାୟୁମଣ୍ଡଳ ନାହିଁ। ଚନ୍ଦ୍ର ଭଳି ଏହାର ପୃଷ୍ଠରେ ଅନେକ ଗର୍ତ୍ତ ରହିଛି। ଆବର୍ତ୍ତନ ଏବଂ ପରିକ୍ରମଣ ସମୟ, ଆବର୍ତ୍ତନ 58.65 ଦିନ, ପରିକ୍ରମଣ 88 ଦିନ, ସୌରମଣ୍ଡଳ ସବୁଠାରୁ ଦ୍ରୁତ ପରିକ୍ରମଣ, ଗୁରୁତ୍ୱପୂର୍ଣ୍ଣ ଭୌତିକ ଗୁଣ, ଏହାର ଦୈନିକ ତାପମାତ୍ରା ବ୍ୟବଧାନ ସବୁଠାରୁ ଅଧିକ, ଉପଗ୍ରହ ପ୍ରଣାଳୀ, କୌଣସି ଉପଗ୍ରହ ନାହିଁ। ଶୁକ୍ର ବିଶେଷ ଗୁଣ, ଏହାକୁ ଆବୃତ ଗ୍ରହ ମଧ୍ୟ କୁହାଯାଏ କାରଣ ଏହା ଘନ ବାଦଲ ଦ୍ୱାରା ଘେରି ରହିଛି, ଏବଂ ଏହାକୁ ସକାଳ ଓ ସନ୍ଧ୍ୟା ତାରା କୁହାଯାଏ କାରଣ ଏହା ସକାଳେ ପୂର୍ବରେ ଏବଂ ସନ୍ଧ୍ୟାରେ ପଶ୍ଚିମରେ ଦେଖାଯାଏ। ପ୍ରାୟ 70% ଆଲୋବେଳା ଯୋଗୁଁ ଏହା ସୌରମଣ୍ଡଳ ସବୁଠାରୁ ଉଜ୍ଜଳ ଗ୍ରହ। ଏଥିରେ 90-95% ସ୍କ୍ୟୁଟ୍ ରହିଛି। ଦିନ ଏବଂ ରାତିର ତାପମାତ୍ରା ପ୍ରାୟ ସମାନ ଥାଏ। ଆବର୍ତ୍ତନ ଏବଂ ପରିକ୍ରମଣ ସମୟ, ଏହା ଆବର୍ତ୍ତନ ଗତି ସବୁଠାରୁ ଧୀମା, ଏହାର ଆବର୍ତ୍ତନ ଏବଂ ପରିକ୍ରମଣ ପ୍ରାୟ ସମାନ। ଆବର୍ତ୍ତନ 243 ଦିନ ଏବଂ ପରିକ୍ରମଣ 224.7 ଦିନ। ଗୁରୁତ୍ୱପୂର୍ଣ୍ଣ ଭୌତିକ ଗୁଣ, ଅନ୍ୟ ଗ୍ରହଗୁଡ଼ିକ ପରି ନୁହେଁ, ଏହା ପୂର୍ବରୁ ପଶ୍ଚିମକୁ ଆବର୍ତ୍ତନ କରେ। ଏହା ସବୁଠାରୁ ଉତ୍ତପ୍ତ ଗ୍ରହ। ଉପଗ୍ରହ ପ୍ରଣାଳୀ, କୌଣସି ଉପଗ୍ରହ ନାହିଁ। ପୃଥିବୀ ବିଶେଷ ଗୁଣ, ପୃଥିବୀ ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ନୁହେଁ। ଏହାକୁ ନୀଳ ଗ୍ରହ କୁହାଯାଏ କାରଣ ଏହାର 71% ପୃଷ୍ଠ ଜଳ ଦ୍ୱାରା ଗଠିତ। ଆବର୍ତ୍ତନ ଏବଂ ପରିକ୍ରମଣ ସମୟ, ଆବର୍ତ୍ତନ 24 ଘଣ୍ଟା, ପରିକ୍ରମଣ 365 ଦିନ ଏବଂ 6 ଘଣ୍ଟା। ଗୁରୁତ୍ୱପୂର୍ଣ୍ଣ ଭୌତିକ ଗୁଣ, ଏହା ସବୁ ଗ୍ରହ ମଧ୍ୟରେ ସବୁଠାରୁ ଘନ ଏବଂ ଉଚ୍ଚତର ଜୀବନର ଉପସ୍ଥିତି ପାଇଁ ଅନନ୍ୟ। ଉପଗ୍ରହ ପ୍ରଣାଳୀ, ଚନ୍ଦ୍ର ହେଉଛି ଏକମାତ୍ର ପ୍ରାକୃତିକ ଉପଗ୍ରହ। ମଙ୍ଗଳ ବିଶେଷ ଗୁଣ, ଲାଲ ଗ୍ରହ ଭାବରେ ଜଣାଶୁଣା, ଏହାର ଏକ ପତଳା ବାୟୁମଣ୍ଡଳ ଅଛି ଯେଉଁଥିରେ ନାଇଟ୍ରୋଜେନ ଏବଂ ଆର୍ଗନ ରହିଛି। ଆବର୍ତ୍ତନ ଏବଂ ପରିକ୍ରମଣ ସମୟ, ଆବର୍ତ୍ତନ 24.6 ଘଣ୍ଟା, ପ୍ରାୟ ପୃଥିବୀ ସହିତ ସମାନ। ପରିକ୍ରମଣ 687 ଦିନ। ଗୁରୁତ୍ୱପୂର୍ଣ୍ଣ ଭୌତିକ ଗୁଣ, ଏଠାରେ ସୁପ୍ତ ଆଗ୍ନେୟଗିରି ଦେଖାଯାଏ। ଓଲିମ୍ପସ୍ ମନ୍ସ ହେଉଛି ସବୁଠାରୁ ଉଚ୍ଚ ପର୍ବତ ଯାହା ମାଉଣ୍ଟ ଏଭରେଷ୍ଟ ଠାରୁ 3 ଗୁଣ ଅଧିକ ଉଚ୍ଚ। ଉପଗ୍ରହ ପ୍ରଣାଳୀ, ଦୁଇଟି ଉପଗ୍ରହ ଫୋବସ୍ ଏବଂ ଡେଇମୋସ୍